କର୍କଟ ରାଶି ପାଇଁ 2026 ମସିହା କିପରି କଟିବ? ସୌରମଣ୍ଡଳରେ ବିଚରଣ କରୁଥିବା ଗ୍ରହ ନକ୍ଷତ୍ରମାନଙ୍କର 2026 ମସିହା ସ୍ଥିତି ଅନୁଯାୟୀ ଏହି ବର୍ଷ କର୍କଟ ରାଶି ପାଇଁ ଚ୍ୟାଲେଞ୍ଜ ଓ ଡେଭଲପମେଣ୍ଟର ବର୍ଷ ରହିବ। କ୍ୟାରିୟର ଓ ଆର୍ଥିକ ଦୃଷ୍ଟିକୋଣରୁ 2026 ମସିହା କର୍କଟ ରାଶି ପାଇଁ ଶୁଭ ଫଳ ପ୍ରଦାନ କରୁଥିବା ବେଳେ ପାରିବାରିକ ଜୀବନ ଏବଂ ସମ୍ପର୍କରେ ସାବଧାନତା ଅବଲମ୍ବନ କରିବା ଉଚିତ ହେବ। ଜାଣିବା ବିସ୍ତାରରେ କର୍କଟ ରାଶି ପାଇଁ 2026 ମସିହାର ବାର୍ଷିକ ରାଶି ଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ କର୍କଟ ରାଶିର କ୍ୟାରିୟର କଥା ବିଚାର କଲେ ଜଣାଯାଏ, ବର୍ଷର ପ୍ରଥମାର୍ଦ୍ଧରେ ବାଣିଜ୍ୟ ବ୍ୟବସାୟ କରୁଥିବା କର୍କଟ ରାଶି ଜାତ ବ୍ୟକ୍ତିଙ୍କ ବେପାର ଉଦ୍ଦେଶ୍ୟରେ ବହୁତ ଧାଁ ଧପଡ଼ କରିବାକୁ ପଡ଼ିପାରେ। ବ୍ୟବସାୟ କ୍ଷେତ୍ରରେ ଅହେତୁକ ବିଳମ୍ବ ଦେଖାଯିବା ସହିତ ଧୀର ଓ ମନ୍ଥର ଗତିରେ ବ୍ୟବସାୟିକ ପ୍ରଗତି ଲାଗି ରହିବ। କିନ୍ତୁ ଜୁନ୍ ମାସ 2 ତାରିଖ ପରେ ବୃହସ୍ପତି କର୍କଟ ରାଶିରେ ପ୍ରବେଶ କଲେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଆସିବ। ବ୍ୟବସାୟ ବହୁତ ଭଲରେ ଚାଲିବ। ନୂତନ ପ୍ରକାର ବାଣିଜ୍ୟ କରିବା ପାଇଁ ମନ ବଳାଇବେ। ବେପାର ଉଦ୍ଦେଶ୍ୟରେ ପଶ୍ଚିମ ଦିଗକୁ ଯାତ୍ରା କରିବା ଶୁଭପ୍ରଦ ରହିବ। ଅକ୍ଟୋବର ମାସ 31 ତାରିଖ ପରେ ବୃହସ୍ପତି ସିଂହ ରାଶିରେ ପ୍ରବେଶ କଲେ ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସମୃଦ୍ଧି ପରିଲକ୍ଷିତ ହେବ। ବ୍ୟବସାୟର ଉନ୍ନତି ପାଇଁ ବଡ଼ ଧରଣର ଅର୍ଥ ବିନିଯୋଗ କରିବାକୁ ପଡ଼ିପାରେ। ଚାକିରି କରୁଥିବା କର୍କଟ ରାଶି ଜାତ ବ୍ୟକ୍ତି ବର୍ଷର ପ୍ରଥମାର୍ଦ୍ଧରେ ଚାକିରି କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିବେ। ପ୍ରମୋସନ୍ ଓ ଇନକ୍ରିମେଣ୍ଟ ପାଇବାର ଯୋଗ ରହିଅଛି। ତା ସଙ୍ଗେ ସଙ୍ଗେ ମନପସନ୍ଦର ଜାଗାକୁ ବଦଳି ହୋଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କର ସାଧୁତା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହେବ। ନୀତିବାନ ରହିବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟରେ ଚାକିରି ମିଳିବାର ବହୁତ ସମ୍ଭାବନା। ଜୁନ୍ ମାସ 2 ତାରିଖ ପରେ ଚାକିରି କ୍ଷେତ୍ରରେ ସ୍ଥିରତା ଆସିବ। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ମେଡ଼ିକାଲ, ଆଇନ ଓ ଶିକ୍ଷା କ୍ଷେତ୍ରରେ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ସଫଳତା ଅର୍ଜନ କରିବାର ସମୟ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ଅର୍ଜନ କରିବା ସହିତ ସମ୍ମାନିତ ହେବେ। 2026 ମସିହା ପାଇଁ କର୍କଟ ରାଶିର ଆର୍ଥିକ ଦିଗକୁ ନିରୀକ୍ଷଣ କଲେ ଜଣାଯାଏ, ବର୍ଷର ପ୍ରଥମାର୍ଦ୍ଧରେ ଅର୍ଥ ରୋଜଗାର ସନ୍ତୋଷଜନକ ରହିବ। କିନ୍ତୁ ବ୍ୟୟ ବା ଖର୍ଚ୍ଚ ଅଧିକ ହେଉଥିବାରୁ ଅର୍ଥ ସଞ୍ଚୟ କରି ରଖିବା ବଡ଼ କଷ୍ଟକର ହେବ। ତେଣୁ ବର୍ଷର ପ୍ରଥମାର୍ଦ୍ଧରେ ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ଜୁନ୍ ମାସ 2 ତାରିଖ ପରେ ଧନକାରକ ଗ୍ରହ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କଲେ ଭାଗ୍ୟ ବଳରୁ ଧନର ପ୍ରାବଲ୍ୟ ଦେଖାଯିବ। ବିଭିନ୍ନ ସୂତ୍ରରୁ ଅର୍ଥ ହସ୍ତଗତ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବା ସଙ୍ଗେ ସଙ୍ଗେ ନିଜର ବୁଦ୍ଧି ଖଟାଇ ଅର୍ଥ ରୋଜଗାର ଓ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ଅକ୍ଟୋବର ମାସ 31 ତାରିଖ ପରଠାରୁ ବୃହସ୍ପତି ମହାଗ୍ରହ କର୍କଟ ରାଶିର ଦ୍ୱିତୀୟ ଧନଭାବ ସିଂହ ରାଶିରେ ପ୍ରବେଶ କଲେ ଜ୍ୟୋତିଷୀୟ ଆପ୍ତବାକ୍ୟ ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ ଅର୍ଥାତ୍ ଜୀବ ମାନେ ବୃହସ୍ପତି ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ଧନସ୍ଥାନରେ ପ୍ରବେଶ କଲେ ବ୍ୟକ୍ତିକୁ ଧନ ଓ ଧାନ୍ୟରେ ପରିପୂର୍ଣ୍ଣ କରିଥାନ୍ତି। ସେହି ନ୍ୟାୟରେ କର୍କଟ ରାଶି ଜାତ ବ୍ୟକ୍ତି 2026 ମସିହା ବର୍ଷର ଶେଷ ଭାଗରେ ପ୍ରଚୁର ଧନ ସମ୍ପତ୍ତି ପ୍ରାପ୍ତ କରିବାର ଯୋଗ ରହିଅଛି। ଆଗାମୀ ଅଧ୍ୟାୟରେ ଉପସ୍ଥାପନ କରିବା
2026 ମସିହା ପାଇଁ କର୍କଟ ରାଶି ଜାତ ବ୍ୟକ୍ତି ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ବିବାହ ଓ ପରିବାର ପ୍ରଭୃତି କ୍ଷେତ୍ରରେ କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। କର୍କଟ ରାଶି ଜାତ ବ୍ୟକ୍ତି 2026 ମସିହାରେ କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଅଧିକ ଶୁଭ ଫଳ ପାଇବା ନିମନ୍ତେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରନ୍ତୁ। ମନୋବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।